जय जगन्नाथ पिलामाने स्वागत करुच्ची सिटीर प्रिवियस क्वेश्चन ବା ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍वेଶ୍ଚନକୁ ଏହିପରି କ୍वेଶ୍ଚନ ଆସିବ। ତ ପିଲାମାନେ ତୁମମାନଙ୍କୁ ମୁଁ ଆଗରୁ ମଧ୍ୟ କହିଲି, ଯେତେବେଳେ ଆର୍ଆଇ ଏକ୍ଜାମ୍ କ୍ୟାନ୍ସଲ୍ ହେଲା ମୁଁ ତୁମମାନଙ୍କୁ କହିଥିଲି ଅଗଷ୍ଟ ମାସରେ ହିଁ ପରୀକ୍ଷା ହେବ। ସତ ଅଗଷ୍ଟ ମାସରେ ହିଁ ପରୀକ୍ଷା ହେଲା। ଅଗଷ୍ଟ ମାସ ଶେଷ ଆଡ଼ୁ ପରୀକ୍ଷା ହେଲା। ତ ପିଲାମାନେ ମୁଁ ଆଜିର ମୋଷ୍ଟ ଇମ୍ପୋର୍ଟାଣ୍ଟ ମ୍ୟାଥ୍ MCQ ଆଣିଛି। ମ୍ୟାଥ୍ MCQ କ'ଣ ନା, ଏହିପରି ମୁଁ ଯେଉଁ କନସେପ୍ଟରେ ଆଣିଛି ସେ କନସେପ୍ଟରେ ହିଁ କ୍ୱେଶ୍ଚିନ୍ ଆସିବ। ତ ମୁଁ ତୁମକୁ କନସେପ୍ଟ ଶିଖାଇଦେଲେ ତୁମେ ଇଜିଲି କହିପାରିବ। ତ ପିଲାମାନେ ସେକ୍ସନ୍ଟି ଶେଷ ପର୍ଯ୍ୟନ୍ତ ଦେଖ, 15ରୁ 15 ରଖିବ, ନୋ ଡାଉଟ୍ 15ରୁ 15 ରଖିବ। ଦେଖ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ନା, 3 ବର୍ଷ ପାଇଁ ବାର୍ଷିକ 15% 2000 ଉପରେ ଅର୍ଜନ କରୁଥିବା ସରଳ ସୁଧ, 2 ବର୍ଷ ପାଇଁ ବାର୍ଷିକ 10% 3000 ଉପରେ ଅର୍ଜନ କରୁଥିବା ଚକ୍ରବୃଦ୍ଧି ସୁଧ କେତେ ଅଧିକ ଅଟେ? ତ ଆମେ କ'ଣ ଜାଣିଛନ୍ତି ନା, ସରଳ ସୁଧର ଫର୍ମୁଲା ଅଛି I=PTR/100। ମିନ୍ସ ଆମେ ପ୍ରଥମେ ସରଳ ସୁଧ ଖାଇବା, ତାପରେ ବାର୍ଷିକ ସୁଧ ମାନେ ଚକ୍ରବୃଦ୍ଧି ସୁଧ ଖାଇବା। ତ ଫାଷ୍ଟ ସରଳ ସୁଧ କେତେ ଖାଇବା? ତ P ମୂଳଧନ ହେଉଛି 2000 ଗୁଣନ ବର୍ଷ ହେଉଛି 3 ବର୍ଷ ଗୁଣନ ରେଟ୍ ଅଫ୍ ଇଣ୍ଟରେଷ୍ଟ ହେଉଛି 15/100। 2 କଟିଗଲା, ଗୁଣିଲେ ଆଇବ 900। ଚକ୍ରବୃଦ୍ଧି ସୁଧ କ'ଣ ନା, ତୁମେ ଯଦି 2000 ଟଙ୍କା ଜଣକୁ ଦେଲ ବେଲେ ତାର ଯଦି 5% ଥିବ କି ତାର 10% ଥିବ ବେଲେ 2000 10% 200। ମିନ୍ସ ଦ୍ୱିତୀୟ ବର୍ଷକୁ 2200ଟା ହେଉଛି ମୂଳଧନ, ତାପରେ ତାର ଆଉ ଥରେ ଇଣ୍ଟରେଷ୍ଟ ପଡ଼େ। ତ ସେମିତି ଆମେ କ'ଣ କରିପାରିବା ନା, ତ ଆମେ ଏମିତି କହିପାରିବା। ଦେଖ ମୁଁ ତୁମକୁ କହୁଛି ଟ୍ରିକ୍, ଏଇଟା ଟ୍ରି ମେଥଡ଼। ତ ଦେଖ 2 ବର୍ଷ ପାଇଁ କହୁଛି, ତ ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍। ତ 3000 ଟଙ୍କା କହିଛି ଆମ ତିଆରି ମୂଳ ଅଛି। ତ 3000 10% କେତେ? 300। ପିଲା ତୁମେ କହିବ କେମିତି ଜାଣିଲ ନା, ଦେଖ 3000 ଅଛି, ଦଶମିକ ଚିହ୍ନରେ ଅଛି 10% ବେଲେ ଗୋଟେ ଜିରୋ କ'ଣ କରିବ ପଛକୁ ନ, ଗୋଟେ ଜିରୋ ପଛକୁ ନ। ତ ସେକେଣ୍ଡ ଇୟର୍ରେ ମଧ୍ୟ 300 ମିଳିବ, କାରଣ ମୁଁ କ'ଣ କଲି ମୂଳଧନଟା ପଡ଼ିବ ସେକେଣ୍ଡ ଇୟର୍ରେ ମଧ୍ୟ, ମାନେ ଯେତିକି ଟଙ୍କା ମୂଳଧନ ପ୍ଲସ୍ ଫାର୍ଷ୍ଟ ଇୟର୍ର ଇଣ୍ଟରେଷ୍ଟ ମିଶେଇକି ସେକେଣ୍ଡ ଇୟର୍ର ମୂଳଧନ ହେବ। ତ ତାପରେ ଏ 300 ଟଙ୍କାର 10%, ଏ 300 ଟଙ୍କାର 10%, ଫାର୍ଷ୍ଟ ଇୟର୍ ଯେଉଁ 300 ଥିବ ତାର 10%। ଏ ହେଉଛି ଟ୍ରି ମେଥଡ଼, ଏହା ହେଉଛି ବହୁତ ସହଜ ମେଥଡ଼। ତୁମେ ଯଦି ଆମର ଫର୍ମୁଲା ପକାଇ କରିବ ବୋଲେ ବହୁତ ଡେରି ହେବ। ତ ଏଇ 300 ଟଙ୍କା 10% 30, ଟୋଟାଲ୍ ହେଲା କେତେ? ଟୋଟାଲ୍ କେତେ? 630। ଯେତେବେଳେ 900ରୁ 630 ବିୟୋଗ କରିବ ଆଇବ 270। 900ରୁ 630 କହିଛି କେତେ ଅଧିକ ନା, ତ 900ରୁ 630 କଲେ 270, ଯେଉଁଟାକି ଆମର କରେକ୍ଟ ଆନ୍ସର୍। ତ ପିଲାମାନେ ଦେଖିବା ଆମର 270 କୋଉଠି ଅଛି, ତ ଅପସନ୍ ସି ହେଉଛି ଆମର କରେକ୍ଟ ଆନ୍ସର୍। ତ ପିଲାମାନେ ଆଜି ଟିକେ ପେନ୍ର ଟିକେ ପ୍ରୋବ୍ଲେମ୍ ଅଛି, ପିଲାମାନେ ତୁମର ଆଡ଼ଜଷ୍ଟ କରିନେବ। ଦେଖ ପିଲାମାନେ ଏଇଟା ଗୋଟେ ସେଟ୍ର କ୍ୱେଶ୍ଚନ୍ ହେଲା। ସେ କହୁଛି କ'ଣ, ଯଦି ଏନି ନମ୍ବର ଅଫ୍ ଏଲିମେଣ୍ଟ ଅଫ୍ ଏ ଇଜ୍ ଇକ୍ୱାଲ୍ ଟୁ 15, ଏ ନମ୍ବର ଅଫ୍ ଏଲିମେଣ୍ଟ ଅଫ୍ ବି ଇଜ୍ ଇକ୍ୱାଲ୍ ଟୁ 13, ନମ୍ବର ଅଫ୍ ଏ ଇଣ୍ଟରସେକ୍ସ ଏ ୟୁନିୟନ୍ ବି ଇଜ୍ ଇକ୍ୱାଲ୍ ଟୁ 20। ସେ କହୁଛି ତାହେଲେ ନମ୍ବର ଅଫ୍ ଏ ଇଣ୍ଟରସେକ୍ସନ୍ ବି କେତେ ହେବ? ପିଲାମାନେ ଆମେ କ'ଣ ଜାଣିଛନ୍ତି, ନର୍ମାଲ ଜିନିଷ ତୁମକୁ କୁହ, ଏ ନମ୍ବର ଅଫ୍ ଏ ୟୁନିୟନ୍ ବିର ଅର୍ଥ କ'ଣ ନା, ଏ ଆଉ ବିର ଯେତିକି ଉପାଦାନ ଅଛି ସବୁ ଯାକ ମିଶିବାର ଅର୍ଥ କ'ଣ ନା, ଏରେ ଯଦି 1 2 ଅଛି ଏବଂ ବିରେ ଯଦି 3 4 ଅଛି, ତାହେଲେ ଆମେ ଏ ୟୁନିୟନ୍ ବି ଲେଖିପାରିବା 1 2 3 4 ଲେଖିପାରିବା। ତ ଏମିତି ଦେଖିବାକୁ ଗଲେ ଆମେ ସେ କ'ଣ କରିବା, ଏ ୟୁନିୟନ୍ ବି ହେଉଛି 20, ତାର ଅର୍ଥ ଏ ୟୁନିୟନ୍ ବି 20। ତ ନମ୍ବର ଅଫ୍ ଏ ନମ୍ବର ଅଫ୍ ବି ଟୋଟାଲ୍ ଏଲିମେଣ୍ଟ କେତେ? 28। ଟୋଟାଲ୍ ଏଲିମେଣ୍ଟ କେତେ? ଏ ଦୁଇଟା ମିଶାଇ ଦେଲେ ହେଉଛି 28।
ତ 28ଟା 8ଟା ହେଉଛି କମନ୍ ଏଲିମେଣ୍ଟ। ଆମେ ଏ ଇଣ୍ଟରସେକ୍ସନ୍ ବି ବୋଲି କାରଣ ଯଦି ନା ଏ ଇଣ୍ଟରସେକ୍ସନ୍ ବିର ଅର୍ଥ ଯେଉଁଟା କମନ୍ ଏଲିମେଣ୍ଟ ଥିବ ଆମର ମାନେ ଯେତେଟା କମନ୍ ଏଲିମେଣ୍ଟ ଥିବ ସେଗୁଡ଼ାକ ଏ ଇଣ୍ଟରସେକ୍ସନ୍ ବି ରହି ତ ଆମର ଏ ଇଣ୍ଟରସେକ୍ସନ୍ ବି ହେଉଛି 8। କାରଣ 20ଟା ରହୁଛି କି ନା ସେଟ୍ରେ ଗୋଟେ ନମ୍ବର ବା ଗୋଟେ ଏଲିମେଣ୍ଟ ଦୁଇଥର ରିପିଟ୍ ହୁଏ ନାହିଁ। ତ ସେଥିପାଇଁ ଆମେ ଏଇଟା ଇଜିଲି ଜାଣିପାରିବା। ତୁମର ଫର୍ମୁଲା ପକାଇ କରିବ, ଫର୍ମୁଲା ପକାଇ କରିବା କିଛି ଆବଶ୍ୟକ ନାହିଁ। ଡାଇରେକ୍ଟ ତୁମେ ଜଷ୍ଟ ଟିକେ ଟ୍ରିକି ମେଥଡ଼ରେ କହିପାରିବ। କାହିଁକିନା ଯଦି ଟୋଟାଲ୍ ନମ୍ବର ଅଫ୍ ଏଲିମେଣ୍ଟ ହେଉଛି 28ଟାକୁ 20ଟା ଯାଉଥିଲା ଏ ୟୁନିୟନ୍ ବିରେ, ତ ଏ ଇଣ୍ଟରସେକ୍ସନ୍ ବିରେ ଯେତିକି କମନ୍ ଏଲିମେଣ୍ଟ ଥିବ ସେତିକି ଯିବ। ତ 20ଟା ନନ୍ କମନ୍ ଏଲିମେଣ୍ଟ ଅଛି, ଆଉ ଯେଉଁ 8ଟା ରହିଲେ ସେମାନେ କମନ୍ ଏଲିମେଣ୍ଟ ରହିଲେ। ତ ଯିବା ନେକ୍ସଟ କ୍ୱେଶ୍ଚିନ୍। ଦେଖ ଏଇଟା 8 ଅପସନ୍ରେ ମଧ୍ୟ ଅଛି। ଅପସନ୍ ଡି ହେଉଛି ଆମର କରେକ୍ଟ ଆନ୍ସର୍। ତ ଯିବା ନେକ୍ସଟ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ ହେଇଛି ଏକ ବୃତ୍ତାକାର ପଡ଼ିଆରେ ଦେଖ ଏକ ବୃତ୍ତାକାର ପଡ଼ିଆ ବ୍ୟାସାର୍ଦ୍ଧ କେତେ ଯାହାର କି କ୍ଷେତ୍ରଫଳ 7 ମିଟର, 10 ମିଟର, 15 ମିଟର ବିଶିଷ୍ଟ ତିନୋଟି ଛୋଟ ବୃତ୍ତାକାର ପଡ଼ିଆର ସମଷ୍ଟି ସହିତ ସମାନ ଅଟେ। ତ ଆମେ କହିବା ଯଦି ମନେକର ବଡ଼ ବୃତ୍ତାକାର ପଡ଼ିଆର ବ୍ୟାସାର୍ଦ୍ଧ ହେଉଛି ପାଇ r² ହେଲା। କାରଣ କ୍ଷେତ୍ରଫଳ ଏମିତି କହିଛି, ଆମେ କ'ଣ କରିବା କ୍ଷେତ୍ରଫଳକୁ ଆମେ ବ୍ୟାସାର୍ଦ୍ଧ ଖାଇପାରିବା, ତ ପାଇ r²। ତ ସେମିତି 7 ମିଟର ଥିବା ବୃତ୍ତର ମଧ୍ୟ ପାଇ r², କିନ୍ତୁ ଆମେ r କେତେ ଦେଇଛି 7 ଦେଇଛି, ତ ପାଇ r²କୁ ଆମେ ଲେଖିପାରିବା 7² 49। ସେମିତି ଆମେ ସେକେଣ୍ଡରେ ସେମିତି କହିବା ପାଇ r², ତ 10² କେତେ 100, 15 ମିଟର, ତ ପାଇ 10 କେତେ 225। ତ ସବୁ ଜାଗାରୁ ମାନେ ଏଇଟା ପାଇ କମନ୍ କାଢ଼ିଦେଲ। ମୁଁ ପିଲାମାନେ ଟିକେ ଜାଗା ଧରିନ କରିଛି। ତ ପାଇ r² ଏ ଯେଉଁ ନଟ୍ ମାନେ ଇଜିକାଲ୍ ଟୁ ପାଇ 49 ପ୍ଲସ୍ 100 ପ୍ଲସ୍ 15² 225 ହେଲା 225। ତ ପାଇକି ପାଇ କଟିଗଲା। r² କେତେ ହେଲା 49 ବାଇଟା ମିଶାଇ ଦିଅ 9 5 13 9 9 5 14 ନା 9 1 10 14, ତ ରହିଲା 1 4 2 6 1 7 4 2 6 1 7, ତ 2 1 3। ତ ଯଦି 3 ଯଦି ଆମେ ଏପଟୁ ସ୍କୋୟାରଟା କାଟି ଏପଟୁ ଦେବା ତାହେଲେ √364 ରହିବ ଆମ କରେକ୍ଟ ଆନ୍ସର୍। √364 ଯେଉଁଟାକି ଆମ ଅପସନ୍ ଏ ହେଇଛି କରେକ୍ଟ ଆନ୍ସର୍। ପିଲାମାନେ ବୁଝିଲ ନା ନାହିଁ? ଦେଖ ଏଠି କିଛି ନଥିଲା, ସିମ୍ପଲ୍ କଥା ଥିଲା କ'ଣ ନା ଏକ ବୃତ୍ତାକାର ପଡ଼ିଆ ବେଶୀ କେତେ ଯାହାର କ୍ଷେତ୍ରଫଳ ଏତିକି ସହିତ ସମାନ, ବେଶୀ ତିନୋଟି ଜାଗା କ୍ଷେତ୍ରଫଳ ଏ ଯେଉଁ ବଡ଼ ବୃତ୍ତର କ୍ଷେତ୍ରଫଳ, ତ ଆସିଗଲା ଆନ୍ସର୍। ଯିବା ନେକ୍ସଟ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ କେମିତି ହେଇଛି ଦେଖ ପିଲାମାନେ, କ୍ୱେଶ୍ଚିନ୍ ହେଲେ ମେନ୍ ତୁମେ ଯଦି କ୍ୱେଶ୍ଚିନ୍ ବୁଝିଗଲ ନା ତ ମ୍ୟାଥ୍ ପୁରା ସହଜ। 15ରୁ 15 ରଖିବ। ଦେଖ ସେ କହିଛି ଦୁଇଟି ସଂଖ୍ୟା LCM ଆଉ HCF ହେଉଛି ଏତିକି। ଯଦି ଗୋଟିଏ ସଂଖ୍ୟା 45 ଥାଏ ତେବେ ଅନ୍ୟ ସଂଖ୍ୟା କେତେ ନା, ତ ଆମେ ଜାଣିଛେ କ'ଣ ଦୁଇଟି ସଂଖ୍ୟାର ଗୁଣଫଳ ଏ ଯେଉଁ ସେହି ସଂଖ୍ୟାର ଲସାଗୁ ବା LCM ଇଣ୍ଟୁ HCFର ଗୁଣଫଳ ସହିତ ସମାନ। ତ HCF କେତେ ଦେଇଛି, ଇଏ ଦେଇଛି 375 ଗୁଣନ 15, ଏଇଠି ଗୋଟେ ସଂଖ୍ୟା କେତେ ଦେଇଛି 45, x ଇଣ୍ଟୁ 45, ତ x ଇଜୁଆଲ୍ କେତେ ଆସିବ 375 ଗୁଣନ 15 ବାଇ 45। ଆମେ ଜାଣିଛନ୍ତି କ'ଣ 15 3 45, 15 3 45, ତ 3 × 375 କାଟିବା, 3 × 375 ଆମେ କାଟିବା। ତ କେଉଁଠି କରିବା ଜାଗା ତ ହେଉନି ଆଉ ହଉ 375କୁ ଆମେ 3ରେ କଟ୍ କରିବା। ତ 3 1 3, 3 2 6 ଉଡ଼ିଲା 1 15,
3 5 15 ତ ଆମର ଆନ୍ସର୍ ହେଲା 125। ଦେଖିଆ ଅପସନ୍ କୋଉଠି 125 ଅଛି ନା ନାହିଁ। ତ ଅପସନ୍ ବି ହେଲା ଆମର କରେକ୍ଟ ଆନ୍ସର୍, ଯୋଉଟାକି 125 ଦେଇଛି। ତ ଯିବା ନେକ୍ସଟ କ୍ୱେଶ୍ଚିନ୍। ପିଲା ଦେଖ ନେକ୍ସଟ କ୍ୱେଶ୍ଚିନ୍ ଆମେ ଆସି ପହଞ୍ଚିଗଲେ। ଦେଖ ପିଲାମାନେ ଏଠି କ'ଣ ଦେଇଛି ନା କ୍ୟୁବ୍ ରୁଟ୍ କହିଛି। ପିଲାମାନେ ମୁଁ ତୁମକୁ କ୍ୟୁବ୍ ରୁଟ୍ କାଢ଼ିବା ଶିଖେଇଛି। ମୁଁ ବୋଧେ ମାନେ ଲାଷ୍ଟ 2-3ଟା କ୍ଲାସ୍ ମୁଁ କ୍ୟୁବ୍ ରୁଟ୍ କାଢ଼ିବା ଶିଖେଇଛି। ତ ଦେଖ ଏଠି କ'ଣ କରିବ, ଯେଉଁଟା ତୁମେ ଜାଣିନାହଁ, ଯାହା ତୁମେ ଜାଣିନାହଁ ତାକୁ ଆମେ ଏକ୍ସ ନେଇଯିବା। ଯେଉଁଠି ମାନେ ମାର୍କ ଦେଇଛି ସେଠି ପ୍ରଶ୍ନବାଚକ ଚିହ୍ନ ଦେଇଛି, ସେଇଟା ଆମେ ଏକ୍ସ ନେଇଯିବା। ତ x/10 ଅଫ୍ ବୋଲି ଗୁଣନ କ୍ୟୁବ୍ ରୁଟ୍ ଅଫ୍ 10648 is equal to 220 by something ମାନେ x ଅଫ୍ √2 ମାନେ ଗୁଣନ √2 ତ ଆମେ 100648ର କ୍ୟୁବ୍ ରୁଟ୍ କାଢ଼ିବା। 100648ର କ୍ୟୁବ୍ ରୁଟ୍ କାଢ଼ିବାକୁ କ'ଣ ପଡ଼ିବ ନା ଏମିତିକି 1ରୁ ମାନେ କ୍ୟୁବ୍ ରୁଟ୍ କାଢ଼ିବାକୁ ଆମେ 1ରୁ 10 ଭିତରେ ଯେତିକି ସଂଖ୍ୟା ଅଛି ସମସ୍ତଙ୍କ କ୍ୟୁବ୍ ଜାଣିବାକୁ ପଡ଼ିବ। ତ ତୁମେ ଏମିତି ଗୋଟେ ସଂଖ୍ୟାର କ୍ୟୁବ୍ କୁହ ଯାହାର କି ଏକକ ସ୍ଥାନରେ 8 ରହୁଥିବ। ତ ପିଲାମାନେ ମୁଁ ନିଭେଇ ଦେଇଛି ଜାଗା ନ ହେଇଥିବାରୁ, ତ ମୁଁ ଏବେ ତୁମମାନଙ୍କୁ କ୍ୟୁବ୍ ରୁଟ୍ 10,448,648ର କାଢ଼ିବା ଶିଖେଇବି। ତ କ୍ୟୁବ୍ ରୁଟ୍ କେମିତି କରାଯାଏ ଦେଖ। ମୁଁ ତୁମକୁ ବିଗତ ମାନେ ଯେଉଁ 2ଟା କ୍ଲାସ୍ ନେଇ ସେ 2ଟା ପିଲାମାନେ ଭୁଲ ହେଇଗଲା। ପିଲାମାନେ ଟିକେ ମୁଁ ଡକ୍ୟୁମେଣ୍ଟଟା ଖୋଲେ, କ'ଣ ଟିକେ ମାନେ ଯେହେତୁ ମୁଁ ମୋବାଇଲରେ କ୍ଲାସ୍ କରୁଛି ନା, ତ ଟିକେ ଇସ୍ୟୁ ହେଉଛି, ଟିକେ ରୁହ। ତ ଦେଖ କ୍ଲାସ୍ ଚାଲିଛି ତ, ହଁ ଚାଲିଛି। ଦେଖ ଆମେ କ'ଣ କରିବା, କ୍ୟୁବ୍ ରୁଟ୍ କାଢ଼ିବା 10,648ର। ତ କ୍ୟୁବ୍ ରୁଟ୍ କାଢ଼ିଲେ 10,648ର କ୍ୟୁବ୍ ରୁଟ୍ କାଢ଼ୁଥିବା ଆମେ ତୁମମାନଙ୍କୁ କହୁଥିଲି ମଧ୍ୟ ସେତେବେଳେ 1ରୁ 10 ପର୍ଯ୍ୟନ୍ତ କ୍ୟୁବ୍ ରୁଟ୍ ତୁମକୁ ମନେ ରଖିବାକୁ ପଡ଼ିବ। ନହେଲେ ତ ତୁମେ ଯେତେବେଳେ ରୁମ୍ରେ କ୍ଲାସ୍ ବସିବ ତୁମେ ସେତେବେଳେ ହିଁ 1ରୁ 10 ପର୍ଯ୍ୟନ୍ତ କ୍ୟୁବ୍ ରୁଟ୍ କାଢ଼ିଦେବ। ତ ଦେଖ ଆମେ ଅଛି 2ର କ୍ୟୁବ୍ ଯେଉଁ ହେଉଛି 8 ଏକକ ସ୍ଥାନରେ। ଦେଖ ଆମେ ପ୍ରଥମେ କ୍ୟୁବ୍ ରୁଟ୍ ପଛଆଡ଼ୁ 3ଟା ସଂଖ୍ୟା ଲେଖି ନେବ, ଆଉ ସ୍କୋୟାର୍ ରୁଟ୍ ପଛଆଡ଼ୁ 2ଟା ସଂଖ୍ୟା ଲେଖେ। ତ 8, ତ ଆମେ ନର୍ମାଲି ଏଇଟା 8 ଲେଖିଦେବା। 8 ଭୁଲ କହିଲି, ଏଇଟା 2 ଲେଖିବା, କାରଣ 2ର କ୍ୟୁବ୍ ହେଉଛି 8। 10 ରହିଲା, ଆଉ ଯେଉଁ 10ଟା କେଉଁ 2ଟି ସଂଖ୍ୟା ମଧ୍ୟରେ ଆସେ, ମାନେ ଯେଉଁ ଆମେ ମନେ କେମିତି କହିଲେ 1ର କ୍ୟୁବ୍ 1, 2ର କ୍ୟୁବ୍ 8। ତ ଯେଉଁ 1ର କ୍ୟୁବ୍ 1, 2ର କ୍ୟୁବ୍ 8, 1ରୁ 8 ଭିତରେ ସଂଖ୍ୟା ଆସିଗଲା ନା ନାହିଁ ସେ ଭିତରେ। ତ ସେମିତି ଆମେ ଜାଣିଲେ 2ର କ୍ୟୁବ୍ 8, 3ର କ୍ୟୁବ୍ କେତେ? 3ର କ୍ୟୁବ୍ କେତେ? 27। ତ 8ରୁ 27 ଭିତରେ 10ଟା ଆସିଗଲା ନା ନାହିଁ। ତ 8ରୁ 27 ଭିତରେ ଯଦି 10 ଆସିଗଲା, ତାହେଲେ ଆମେ ଯେଉଁଟା ସାନ ସଂଖ୍ୟା ଯାହାର କ୍ୟୁବ୍ ରୁଟ୍ 8 ବା ଯାହାର କ୍ୟୁବ୍ ରୁଟ୍ ସାନ ସଂଖ୍ୟା ଆମେ ସେଇ ସଂଖ୍ୟାଟାକୁ ନେବା। ତ 2। ତ ଆମେ ଜାଣିଲେ 10,648 କାହାର କ୍ୟୁବ୍ ରୁଟ୍? 22ର କ୍ୟୁବ୍ ରୁଟ୍ ହେଉଛି 10,648। ତ ବର୍ତ୍ତମାନ ଆମେ এই ଇକ୍ୱେସନ୍ଟି ସଲ୍ଭ କରିବା। କ'ଣ ଦେଇଛି ନା x/10 ମାନେ ଆମେ ଯେଉଁଠି କହିଥିଲି ମୁଁ ତୁମକୁ ଯେଉଁଠି ପ୍ରଶ୍ନବାଚକ ସେ ଚିହ୍ନ ଦେଇଛି, ଆମେ ସେଇଠି ଏକ୍ସ ନେବା। ଇଣ୍ଟୁ ଆମେ ଜାଣିଲେ କେତେ କ୍ୟୁବ୍ ରୁଟ୍ ଅଫ୍ ଏତିକି କେତେ 22। ତ ଆମେ ଲେଖିପାରିବା ଏଇଠି 22 is equal to 220 by x ଗୁଣନ ରୁଟ୍ ଅଫ୍ ସେଗୁଡ଼ା ହେଉଛି 4। ତ ଆମେ କାଟିପାରିବା 22 ହେଲେ 1 10। ତ ଆମ ଏଇଠି ଆସିଲା ଦେଖ ଏବେ ଏକ୍ସଟା ଏପଟେ ଆସିଯିବ, ତ x²। 10ଟା ସେପଟେ ନେଇଯାଅ, 10 100 400 x² 400 ହେଲା। ତ x କେତେ ଆସିଯିବ √4 400।
तो रूट ओवर 400 केते ना 20 स्क्वायर हूँ 400 20 स्क्वायर हूँ 400 देख तो 20 कौट रही आम देखिए 0 टू 20 तो देख पे ऐसे दिशु ना किंतु ऑप्शन सी आम देखी 20 पे मोटे देह मत भल ना मुझे क्लास करी कारण तुम मान क्लास अच्छी तुम मान परीक्षा अच्छी तो से तुम क्लास नौ ना मोर क्लास ना इच्छा ना तेना मो देह बहुत खराब बर्तमान किसी दिन आ मेडिकल देखिए आसी तो से साउंड तुम धरा पड़ो केमी गोटे लगुच साउंड तुम क्लास कर तुम मान तो जो नेक्स्ट क्वेश्चन टिके रुह पे पेन टा मुझे साइज कर कारण पेन टा चलुनी तो साइज रे कौन है टिके रह जा पे मुझे वीडियो पॉज तो पे पेन टे हो जाए भल तो जब नेक्स्ट क्वेश्चन किंतु सेमती चलुची नेक्स्ट क्वेश्चन देख देती कौन ना गोटे निबद 36 टंका बिक्री हो 20% लाभ होती जदि यह 33 टंका बिक्री होता तेरे केते लाभ बा क्षति होता आम देखिए कौन देखी ना सेलिंग प्राइस बिक्रय मूल्य दे देती 36 टंका एवं प्रॉफिट परसेंट दे देती 20% तो आम ये कस्ट प्राइस कहीपर कस्ट प्राइस जानले ही आम जापर 33 टका बिक्री लाभ हवा क्षति हो तो कस्ट प्राइस सूत्र हूँ सेलिंग प्राइस इंटू 100 बाय 100 प्लस प्रॉफिट 100 प्लस प्रॉफिट परसेंटेज तो जो सेलिंग प्राइस के 36 टंका गुणन 100 टंका बाय ये 100 प्लस ये 20% 120% तो गोटे शून्य कटिगला 32 36 तो आमर आसला के कस्ट प्राइस आसला 23 टंका तो आमर पे ऑल क्लियर कर दूची तो आमर कस्ट प्राइस आसला 30 टंका से कही 33 टंका बिक्री हो 33 टंका बिक्री हो सेलिंग प्राइस हो 33 प्रॉफिट हो सेलिंग प्राइस माइनस कस्ट प्राइस सेलिंग प्राइस माइनस कस्ट प्राइस 3 टंका प्रॉफिट परसेंटेज कौन ना प्रॉफिट बाय कस्ट प्राइस 30 गुणन 100 प्रॉफिट बाय प्रॉफिट हम प्रॉफिट ना तो प्रॉफिट परसेंटेज कौन ना प्रॉफिट बाय कस्ट प्राइस गुणन 100 तो गोटे शून्य कटिला 3 1 तो 10% आसला आमर प्रॉफिट तो आम देखिए ऑप्शन 10% प्रॉफिट को लिखाई ऑप्शन ए लिखाई 10% है प्रॉफिट तो जब नेक्स्ट क्वेश्चन देखिए कौन ना किशन 5 वर्ष नहीं ऋण सुध बाबद 15% सरल सुध हार 7500 टंका प्रदान करते मूलधन थिला केते 7500 टंका प्रदान करते तो पे आदि आम सूत्र कौन रही ना आई इजोलू पीटीआर बाय 100 आई इजोलू पीटीआर बाय 100 तो आम देखिए शुद्ध हार दे 75 टंका से कौन शुद्ध तो 7500 तो आम ये कौन कर पे 75 देती आम आठ आम कह मूलधन के तो मूलधन मान किए पी तो पी को आम एपटू आने हारी तो पी को एपटू आने आई को सेपट नहीं जाओ ना आई क्रॉस 100 बाई कारण आम 100 सॉरी पी टा एपटू नहीं पी टा सीधा था 100 सेपट नहीं जाए तो आई क्रॉस 100 बाई टी क्रॉस आर तो आई के आई देख देखिए हूँ 7500 हूँ आई कारण से सरल शुद्ध हार 7500 टंका देती तो आई हूँ 7500 गुणन 100 बाई 5 वर्ष आम समय हूँ 5 वर्ष टी हूँ समय 5 वर्ष एवं
ଋଣର ସୁଧହାର ହେଉଛି 15%, ତ ଗୁଣନ 15। ତ ଆମେ ଜାଣିଛନ୍ତି 15 75, ତ ଏଠି ଆସିଲା 500, ତ 5 କାଟିଲେ ଆସିବ 100, ତ 100 ଗୁଣନ 100 ହେଉଛି 10,000। ତ ଅପସନ୍ ଦେଖିବେ 10,000 କୋଉଠି ଦେଇଛି, ଦେଖିପାରୁଛ ପିଲାମାନେ ଏଇଟା ଆମର ଅପସନ୍ ସି, ଯିଏକି 10,000 ଦେଇଛି। କାରଣ ଦେଖ ପିଲାମାନେ 1ରେ 2ଟା ଶୂନ ଏଠି ଥିଲା, ଏଇଟା 2ଟା ଶୂନ ଏଠି ଥିଲା, 4ଟା ଶୂନ ଯୋଉଠି ଥିଲା ଆମର ସେଇଟା କରେକ୍ଟ ଆନ୍ସର। ତ ଏଇଟା ହେଉଛି ଅପସନ୍ ସି ହେଉଛି ଆମର କରେକ୍ଟ ଆନ୍ସର। ତ ଯିବା ନେକ୍ସଟ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ କ'ଣ ଦେଇଛି ନା, ଅରବିନ୍ଦ 2 ବର୍ଷ ପାଇଁ 5,000 ଟଙ୍କା ବିନିଯୋଗ କରିଥିଲେ। ପ୍ରଥମ ବର୍ଷ ପାଇଁ 10% ଓ ଦ୍ୱିତୀୟ ବର୍ଷ ପାଇଁ 15% ହାର ସୁଧ ବୃଦ୍ଧି କରାଯାଇଥିଲା। ପ୍ରଥମ ବର୍ଷ ପାଇଁ କେତେ 10% ଓ ଦ୍ୱିତୀୟ ବର୍ଷ ପାଇଁ କେତେ 15% ସୁଧ ବୃଦ୍ଧି କରାଯାଇଥିଲା। 2 ବର୍ଷରେ ଅବଧି ଶେଷରେ କେତେ ସୁଧ ରୋଜଗାର କରିଥିଲେ, ସେ 2 ବର୍ଷରେ କେତେ ସୁଧ ରୋଜଗାର କରିଥିଲେ। ତ 5,000 10% କେତେ, 5,000 10% କେତେ 500 ଟଙ୍କା, 500 ଟଙ୍କା। କିନ୍ତୁ ଯେତେବେଳେ ଦ୍ୱିତୀୟ ବର୍ଷ କେତେ 15%, ମିନ୍ସ ଏଇ ଯେଉଁ 500 ଟଙ୍କାର 150, 5,000 ଟଙ୍କା ଅଛି, କିନ୍ତୁ ସେ 5,000 ଟଙ୍କାରେ ସେ 500 ଟଙ୍କା ମିଶିଯାଉ, ଯେଉଁଟାକି ଦ୍ୱିତୀୟ ବର୍ଷର ହେବ କ'ଣ ମୂଳଧନ। ତ 5,500ର କେତେ 15/100 କିମ୍ବା 15%। ତ 2ଟି ଶୂନ କଟିଗଲା, ତ ଆସିଲା କେତେ 15 ପଞ୍ଚା 75, ଇଏ 15 ପଞ୍ଚା 75, 7 କେତେ 75 + 7 82 ପରା। 75 + 7 କେତେ 75 + 7 ମିନ୍ସ 7 5 12, 82 ଠିକ୍ ଅଛି। ତ କେତେ ଆସିଲା, ଇଏ ଆସିଲା 885, ଇଏ ଆସିଲା 5। ତ ମିଶେଇ ଦିଅ, ମିଶେଇ ଦେଲେ କେତେ ଆସିବ, କାରଣ ସିଏ ଆମକୁ କ'ଣ କହିଛି ସେ କେତେ 2 ବର୍ଷ ସେ କେତେ ସୁଧ ରୋଜଗାର କରିଥିଲେ, ତ ସୁଧ ହେଇଗଲା। ତ ଇଏ 5 ଆସିଗଲା, ଇଏ 2 ହେଲା 8 5 1325 ଟଙ୍କା ହେଇଗଲା ତାଙ୍କର ସୁଧ। ଦେଖ ପିଲାମାନେ ତୁମେ ବୁଝିପାରିନଥିବ କାରଣ ଟିକେ ଟ୍ରିକି ଥିଲା। କ'ଣ କଲେ ସେ 5,000 ଟଙ୍କା ବିନିଯୋଗ କଲେ। ଫାଷ୍ଟ ବର୍ଷ ତାଙ୍କ 10 ବର୍ଷ ବଢ଼ିବ, ଦ୍ୱିତୀୟ ବର୍ଷ 15% ବଢ଼ିବ, ହେଲେ ମାନେ ସୁଧ ଫାଷ୍ଟ ବର୍ଷ 10% ସୁଧ ହାର, ସେକେଣ୍ଡ ବର୍ଷ 15% ସୁଧ ହାର। ତ 2 ବର୍ଷ ଅବଧି ଶେଷରେ କେତେ ସୁଧ ପାଇବେ। ତ ଆମର ସୁଧ କ'ଣ ନା 500 ଟଙ୍କା 10%ଟା ହେଉଛି ଆମ ସୁଧ, 500 ଟଙ୍କା 10%ଟା ହେଉଛି ଆମ ସୁଧ, ଯେଉଁଟାକି ଆମର 500 ଟଙ୍କା। ଯେତେବେଳେ ଦ୍ୱିତୀୟ ବର୍ଷ 15% କେମିତି ବଢ଼ିବ, ମିନ୍ସ ପ୍ରଥମ ମାନେ ଯେତେ ଟଙ୍କା ଡିପୋଜିଟ୍ କରିଥିଲେ, ଯେତେ ଟଙ୍କା ସୁଧ ଆଇଲା ସେତେ ସେ ଦୁଇଟା ମିଶିକି ହେଉଛି ଦ୍ୱିତୀୟ ବର୍ଷ ମୂଳଧନ। ତ ଦ୍ୱିତୀୟ ବର୍ଷ ମୂଳଧନ କେଉଁଠି, ତାର 15% ଯେତିକି ଦୁଇଜଣଟା ମିଶିଲେ ଆଇବ ଆମର 1,325 ଟଙ୍କା, ଯେଉଁଟାକି ଅପସନ୍ ଏ ହେଉଛି ଆମ କରେକ୍ଟ ଆନ୍ସର। ଯିବା ନେକ୍ସଟ କ୍ୱେଶ୍ଚିନ୍। ମୁଁ ଭାବୁଛି ତୁମେମାନେ ବୁଝିପାରୁଥିବ। ତ ପିଲାମାନେ ଏହି କ୍ୱେଶ୍ଚିନ୍ଟି ଅତି ସହଜ, ସେଇଟା ବି ମୁଁ ତୁମମାନଙ୍କୁ, ଏଇଟା ତୁମମାନଙ୍କୁ ରହିଲା ହୋମୱାର୍କ। ମୋତେ କମେଣ୍ଟ ସେକ୍ସନରେ ତୁମମାନେ କମେଣ୍ଟ କରିବ ଯେ ଏହାର ଉତ୍ତର, ଏବଂ ଯିଏ ପ୍ରଥମେ କମେଣ୍ଟ କରିବ ମୁଁ ତାର କମେଣ୍ଟକୁ ପିନ୍ କରିବି, କମେଣ୍ଟ କରିବି। ତ ଯିବା ନେକ୍ସଟ କ୍ୱେଶ୍ଚିନ୍ ଦେଇଛି ପିଲାମାନେ ଦେଖ, ଏଇଟା ମୁଁ ତୁମକୁ ଗୋଟେ ଲେନ୍ଦି ମେଥଡ଼ ଶିଖେଇବି ଆଉ ଗୋଟେ ସହଜ ମେଥଡ଼ ଶିଖେଇବି। ତୁମମାନେ ମୁଁ କନଫର୍ମ ଦେଇ 100% କହୁଛି, ତୁମମାନେ ମୁଁ ସଠିକ୍ ଜାଣିଲେ ତୁମମାନେ କହିବ ସାର୍ 1 ନମ୍ବର। ଦେଖ କ'ଣ ନା ସେ କହୁଛି ଏ ଏବଂ ବିର ବର୍ତ୍ତମାନ ବୟସ ଅନୁପାତ ହେଉଛି 8:15। ତ ବର୍ତ୍ତମାନ ବୟସ 8:15, ଏଇଟା ହେଉଛି ମୁଁ ବର୍ତ୍ତମାନ ବୟସ ବି ନେଇଯାଉଛି ହେଲା, ବର୍ତ୍ତମାନ ବି ଅଛି ସେଇଠି, ତ ବି ନେଲେ ଭଲ ଲାଗେନି। ତ ବର୍ତ୍ତମାନ ବୟସ ମୁଁ ଏକ୍ସ ନେଇଯାଉଛି, ଯେଉଁଟା 8 ହେଉଛି 8:15। 8 ବର୍ଷ ପୂର୍ବେ ମିନ୍ସ ଏକ୍ସ - 8 କେତେ ଥିଲା, 8 ବର୍ଷ 6:13 ଥିଲା, 6:13 ହେଲା। ଏବେଠାରୁ 8 ବର୍ଷ ପରେ ସେମାନଙ୍କ ବୟସ କେତେ ଦେଖ ପିଲାମାନେ, ଏ ଯେଉଁ 8 ବର୍ଷ ଇଣ୍ଟରଭାଲରେ ତାଙ୍କ ବୟସ ବଢ଼ିଛି 2, ତ ଆଉ 8 ବର୍ଷ ଇଣ୍ଟରଭାଲରେ ତାଙ୍କ ବୟସ କେତେ ବଢ଼େ
ଆଉ 2 ନାଖେ ବଢ଼ିବ। ଏ ଯେଉଁ 8 ବର୍ଷ ଇଣ୍ଟରଭାଲରେ ବର୍ତ୍ତମାନ ବୟସ ଥିଲା 8:15, 8 ବର୍ଷ ଥିଲା 6:13। ଯେଉଁ ଏ 8 ବର୍ଷ ଇଣ୍ଟରଭାଲ ତାଙ୍କ ବୟସ କେତେ ବଢୁଛି? 2 ବଢ଼ିଛି, 2 ପଟେ 2 ଜଣ ଯାକ ସମାନ ବଢ଼ିଛି। ତ ଆଉ 2 ବର୍ଷ ଇଣ୍ଟରଭାଲରେ ଆଉ 8 ବର୍ଷ ଇଣ୍ଟରଭାଲରେ ଆଉ 2 ନାଖେ ବଢ଼ିବ। ତ 10:17। ତୁମମାନଙ୍କୁ ଲେନ୍ଦି ମେଥଡ଼ ଶିଖେଇବି? ଦେଖ ଲେନ୍ଦି ମେଥଡ଼ ହେଲେ କହିଦେଉଛି, କାରଣ ପିଲାମାନେ ବିଶ୍ୱାସ କରିବେନି ଏଇଟା। ତ ଦେଖ ଲେନ୍ଦି ମେଥଡ଼ କରିବାକୁ କ'ଣ, ମନେକର ନିଜ 8x ପ୍ଲସ୍ ବର୍ତ୍ତମାନ ବୟସ କେତେ? ଗୋଟେ ହେଉଛି 8x ଆଉ ଜଣକ ହେଉଛି 15x। 8 ବର୍ଷ ପୂର୍ବେ ସେମାନଙ୍କ ବୟସ ଅନୁପାତ କେତେ ଥିଲା? 6:13। 8 ବର୍ଷ ପୂର୍ବେ ଯଦି 6:13 ଥିଲା, ଯେମିତି 8 ବର୍ଷ ପରେ କେତେ ଯାଇଥିବ? 8:15। ତ ଆମେ କ'ଣ କରିପାରିବା ନା 6:13ରେ ଆମେ +8 କରିପାରିବା, +8 କରିପାରିବା। ଟିକେ ରୁହ, ମୁଁ ମାନେ ଫାଷ୍ଟ ଫର୍ମାଟକୁ କରୁଛି। ଦେଖ ତୁମେମାନେ ଫର୍ମାଟକୁ କେମିତି ଯିବ, ତୁମେମାନେ ସଡନ୍ଲି ଜାଣିପାରିବ ନାହିଁ। ତ ଆମେ କ'ଣ ଦେଖ, ଆମେ ପ୍ରଥମେ ଏଇଟା x ନେଇନଥିବା, ବୁଝିଲ ନା ନାହିଁ? ମୁଁ କ'ଣ କହିବାକୁ ବୁଝୁଛି, ପ୍ରଥମେ ଏଇଟା x ନେବାନି, 8:15 ଅଛି, 8:15 ଅଛି। ସେ ଯେଉଁ ଦେଇଛି 8 ବର୍ଷ ପୂର୍ବେ ସେମାନଙ୍କ ବୟସ ଅନୁପାତ 6 ଥିଲା। ଏଇଟାକୁ ଆମେ ସଲ୍ଭ କରିବା। କ'ଣ ଥିଲା ନା 8 ବର୍ଷ ପୂର୍ବେ ସେମାନଙ୍କ ବୟସ ଅନୁପାତ କେତେ? 6 ଥିଲା। ମିନ୍ସ ଜଣ 6x ଥିଲା ଆଉ ଜଣେ 13x ଥିଲା। 8 ବର୍ଷ ପୂର୍ବେ ମିନ୍ସ 8 ବର୍ଷ ପରେ ସେମାନଙ୍କ ବୟସ ବର୍ତ୍ତମାନ ବୟସ ସହିତ ସମାନ ହେବ, ମିନ୍ସ 8:15 ସହିତ ସମାନ ହେବ। ବୁଝିଲେ ନା? ଦେଖ ଯଦି ତୁମ ବୟସ 8 ବର୍ଷ ତଳେ ଯଦି ତୁମ ବୟସ 2 ବର୍ଷ ଥିଲା, 8 ବର୍ଷ ତଳେ ତୁମ ବୟସ 2 ବର୍ଷ ଥିଲା, ବର୍ତ୍ତମାନ ବୟସ କେତେ? ନା 2 + 8 10 ବର୍ଷ ହେବ। ତ ଆମେ ସେମିତି କଲେ ନା 8 ବର୍ଷ ପୂର୍ବେ ଯଦି ଏତିକି ଥିଲା, ତାହେଲେ 8 ବର୍ଷ ପରେ ତାଙ୍କର ବୟସ କେତେ ହେବ? ନା 6x + 8 / 13x + 8 8:15। ତ ଆମେ ଏଠି କଲେ ତ କ୍ରିସ୍-କ୍ରସ୍ ମେଥଡ଼ ହେବ, ୟାକୁ ଗୁଣନ ହେବ। ତ ଆସିବ 90x ନା 1590 + 120 104x, କାରଣ 8 × 13ଟା 104x + 64। ତ ଆମର x ଆସିଯିବ ଏଇଠୁ 4, x ଆସିଗଲା କେତେ? 4। ହେଲେ ଆମେ ଯଦି କରୁଛୁ କ'ଣ ନା ବର୍ତ୍ତମାନ ବୟସ ଠାରୁ, ତେବେ ଏବେଠାରୁ 8 ବର୍ଷ ପରେ a ଏବଂ b ର ବର୍ତ୍ତମାନ ବୟସ ଅନୁପାତ କେତେ ହେବ? ତ ଆମର ଦେଖିବ ପିଲାମାନେ x ଆସିସାରିଛି, ଏଇଟା ମନେ ରଖ, ମୁଁ ପୁରା କ୍ଲିୟର କରିଦେଉଛି। ତ x ଆସିଗଲା 4। ସେ କହିଛି ବର୍ତ୍ତମାନ ବୟସର 8 ବର୍ଷ ପରେ, ମିନ୍ସ ବର୍ତ୍ତମାନ ବୟସ ଯୋଉ ଏବେ ନେଇଯାଅ, ଯେଉଁ ମୁଁ ସେତେବେଳେ ନେଇଥିଲି 8x 15x, ତୁମେ ଏବେ ନେଇଯାଅ 8x 15x। ସେ କହିଛି କି ହଁ ଏଇଟା ହେଉଛି ବର୍ତ୍ତମାନ ବୟସ 8 ବର୍ଷ ପରେ କହିଛି, ମିନ୍ସ +8। ତ ଏଇଠି x ଜାଗାରେ ଆମେ କେତେ ପାଇବା? 4। ତ ଆମେ ନର୍ମାଲ ମୁଁ ଏଇଠି ନିଭିି କରିଦେଉଛି, ତୁମେମାନେ କିନ୍ତୁ ସାଇଜ୍ ରଖୁଛ। ତ 8 × 4 15 × 4 8 ଚଉ କେତେ? 32 + 8 କେତେ? 84। 32 + 8 84। ସେମିତି 15 ଚଉ କେତେ? 60। ଇଏ କେତେ? 8 68। ତ ଏମାନଙ୍କ ଅନୁପାତ ଦେଖ 84/68। ତୁମେ 2ରେ କାଟ, 20, ଇଏ କେତେ? 3, 2 3 6, 2 ଚଉ 8। ତୁମେ ଆଉ 2ରେ କାଟ, 10, ଇଏ କେତେ? 17। ଆସିଲା ନା 10:17। ତ ପିଲାମାନେ ମୋତେ କୁହ, ସେ ସର୍ଟକଟ୍ ମେଥଡ଼ଟା ଭଲ ଲାଗିଲା ନା ଲଙ୍ଗ୍ ମେଥଡ଼ଟା ଭଲ ଲାଗିଲା? କାରଣ ପିଲାମାନଙ୍କୁ ସର୍ଟକଟ୍ ମେଥଡ଼ ସେଇଟା ହେଉଛି ଏକ୍ଜାମ୍ ରିଲେଟେଡ଼୍, ମାନେ ଏଣ୍ଟ୍ରାନ୍ସ କ୍ଲିୟର୍ କରିବା ପାଇଁ। ଏଇ ମେଥଡ଼ଟା ହେଉଛି ତୁମମାନେ ଯେତେବେଳେ ସ୍କୁଲ୍ ପିଲାମାନଙ୍କୁ ପଢ଼େଇବ ଏମିତି ପଢ଼େଇବ। ତ ଯିବା ନେକ୍ସଟ୍ କ୍ୱେଶ୍ଚିନ୍ ଦେଇଛି। ତ କ୍ୱେଶ୍ଚିନ୍ ଯଦି ରିପିଟ୍ ହେଇଗଲା, ସରି ପିଲାମାନେ। ତ ପିଲାମାନେ ଏଇଟାକୁ ମଧ୍ୟ ତୁମେ ଆଉ ଥରେ ମାନେ କ'ଣ ତୁମେ ଆଉ ଟିକେ ପ୍ରାକ୍ଟିସ୍ କରିଦେବ। ତ ଏଇଟା ମଧ୍ୟ ତୁମମାନେ ହୋମୱାର୍କ ଥିଲା, ତୁମେମାନେ ଏଇଟା ମଧ୍ୟ ଆନ୍ସର୍ କରିବ। ସେମ୍ କ୍ୱେଶ୍ଚିନ୍ଟା ସେ ଆନ୍ସର୍ ଆସିବ। ତ ପିଲାମାନେ ଏଇଟା ଥିଲା, ଏଇ କ୍ୱେଶ୍ଚିନ୍ଟା ଆସିଛି ଆମର ସମାନୁପାତ ଅନୁପାତ।
अनुपात देख क्वेश्चन टी कौन देती ना तीनोटी संख्यार समस्त हूँ 79 तीनोटी संख्यार समस्त हूँ 79 जदि प्रथम संख्या और द्वितीय संख्या मन तीन संख्या हूँ A:B:C ना A:B:C हूँ 70 मान 3 मिसीगले हम 79 तो से हूँ प्रथम संख्या और द्वितीय संख्या अनुपात हूँ 4:7 तो यहाँ गोटे मेथड हूँ ट्रिक मेथड मुझे कहूँ देख से कहूँ प्रथम संख्या एवं द्वितीय संख्यार अनुपात हूँ 4:7 द्वितीय संख्या और तृतीय संख्यार अनुपात हूँ 4:5 ना द्वितीय संख्या बेले के B:C हूँ के ना 4:5 तो आम A:B:C आने हेरी समस्त पड़े तो देख A:B:C आयो तो देख A:B 4:7 तो आम लिखे 4:7 B:C 4:5 तो आम तल लिखिदे B:C है 4:5 तो हाँ जदि तुम पाखर जदि क्या बुझुची प्रथम तुम जीव तो एथि मत प्रथम 7 घर पाख खाली अच्छी तो 7 आसो 4 घर पाख खाली अच्छे से 4 आसो ऊपर तल को गुण दब तो 7 पंचा के 35 7 चौक के 28 4 चौक के 16 तो आसला 16:28:25 सी आम पचारा कौन मुझे यूज करुँच क्वेश्चन जानापी से आम ये पचारा कौन ना तेज द्वितीय संख्याटी हे तो द्वितीय संख्याटी हे कौन करा पड़ो ना द्वितीय संख्याटी हेबापी आम देखिए तुम इजी मेथड द्वितीय संख्या तुम कि ना 28 सॉरी 28 बाई ए 3 जा मिसई दब 3 जा मिसैले आइब 79 3 जा मिसैले आसो 79 28 प्लस 79 क्रॉस टोटाल संख्या के सब जा मिसैले 79 तो क्रॉस 79 तो 79 को 79 कटिगला आसीगला आंसर 28 तो द्वितीय संख्याटी 28 से तृतीय संख्याटी 35 चतुर्थ संख्याटी 16 सॉरी सिंधी तृतीय संख्याटी 35 और प्रथम संख्याटी 16 कि देख ना 28 संख्याटी केते भागरू 79 भागरू 3 समस्त के 79 तो कटिगला आंसर आसला 28 जे तुम मान सेमिति करियो तुम क्या करियो ना 16x प्लस 28x प्लस 35x इक्वल 79 सब जा मिसैले आसियो x इक्वल 79 सॉरी x इक्वल 79/79 बुझे ना मैं तक कहूँ तुमको ये तुम से मेथड करियो कि मुझे शॉर्टकट मेथड ये तुम तो से मेथड कहबी तो आम आसला से माने आसबो केते 16x प्लस 28x कारण मुझे सोरा जो A:B:C आस तो x परिणत कर प्लस 35x इक्वल आसो आम के 79 तो सब जा मिसी देले x इक्वल माने 79x इक्वल 79 तो x इक्वल के 79/79 1 तो जो भी x मान तुम ए 16x गुणिया x तो y आसो 28x गुणिया 28 आसो 33x गुणिया 33 आसो आम जेहेतु से द्वितीय संख्या पता मान b पचारला तो आम से कौन कर 28/69 गुणन 69 आसीगला आम आंसर तो जी नेक्स्ट क्वेश्चन तो देखो ये रीच ऑप्शन 28 जोटा कि आम करेक्ट आंसर से कही 5 सेमी दैर्घ्य विशिष्ट एक वर्गमूलर क्षेत्रफल केते से कही 5 सेमी वर्ग विशिष्ट एक वर्गमूलर क्षेत्रफल केते देख देख ये 5 सेमी आर वर्गमूल केते तो आम जानते वर्ग क्षेत्र समस्त बाहु समान तार क्षेत्रफल हूँ a स्क्वायर तो 5 स्क्वायर केते 25 तो 25 सेंटीमीटर स्क्वायर तो देखिए आम जो सेंटीमीटर स्क्वायर आम पड़ो तो ऑप्शन डी हो आमर करेक्ट आंसर तो जी नेक्स्ट क्वेश्चन कौन कही ना 3x + 9 = 0 हेल्ले समीकरण x मूल्य निर्णय कर यदि 3x + 9 यदि 0 है तो 3x इक्वल केते आछे ना -9 3x इक्वल केते आछे ना -9 तो x इक्वल केते आछियो ना -9/3 इक्वल -3
ସରି ହଁ 3 3 9 -3 ତ କରେକ୍ଟ ଆନ୍ସର୍ ହେଉଛି ଅପସନ୍ ବି, ଯାହାକି ଆମର କରେକ୍ଟ ଆନ୍ସର୍। ତ ଏবার ନେକ୍ସଟ କ୍ୱେଶ୍ଚିନ୍। ତ ପିଲାମାନେ କ୍ୱେଶ୍ଚିନ୍ ସରିଗଲା। ତ ପିଲାମାନେ ଆଜି ସେକ୍ସନ୍କୁ ଏଠି ରଖିବା। ତ ତୁମମାନଙ୍କୁ ମୁଁ କହିବାକୁ ମାନେ ସବୁଦିନ ତ କହୁଛି, ହେଲେ ପିଲାମାନଙ୍କ ସପୋର୍ଟ ଯୋଗୁଁ ଆଜି ମୋର ବର୍ତ୍ତମାନ ପାଇଁ ମୁଁ ଆଜି ଏବେ ଭିଡ଼ିଓ କରୁଛି। ଆଜି କେତେ? ଆଜି ହେଉଛି 21 ଅଗଷ୍ଟ। ତ ଆଜି ବର୍ତ୍ତମାନ ସୁଦ୍ଧା ମୋର ସବସ୍କ୍ରାଇବ୍ ହେଇଗଲେଣି 42 ଜଣ। ତ ପିଲାମାନେ ମୁଁ ପିଲାମାନଙ୍କୁ କୁହେ ମୋ ଚ୍ୟାନେଲ୍ ସେୟାର କର, ଲାଇକ୍ କର, ସବସ୍କ୍ରାଇବ୍ କଥା ମୁଁ କୁହେନି, କାରଣ ସବସ୍କ୍ରାଇବ୍ ତୁମ ଇଚ୍ଛା, ତୁମେ କଲେ କରିବା ନୁହଁ। କିନ୍ତୁ ପିଲାମାନେ ମୋତେ ସବସ୍କ୍ରାଇବ୍ କଲେ, ପିଲାମାନଙ୍କ ପ୍ରଥମ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିଲା ଭିଡ଼ିଓ ପାଇବାକୁ। ଏବେ ଯେତିକି ସବସ୍କ୍ରାଇବ୍ ପିଲାମାନେ କଲେଣି, ମୋ ଦେହ ଭଲ ନଥିଲେ ମୋତେ ଭିଡ଼ିଓ ପକାଇବାକୁ ମୋତେ ବାଧ୍ୟ ହେଉଛି, କାରଣ ମୋ ପିଲାମାନେ ଯେମିତି ଆମ ପିଲାମାନେ ଯେମିତି ପରୀକ୍ଷାରେ ନ ଫେଲ୍ ହେବେ ବା ଇଣ୍ଟରେଷ୍ଟ କେମିତି କ୍ଲିୟର୍ କରିବେ, ମୁଁ ସେଇ ବିଷୟରେ ଭିଡ଼ିଓ ପକାଉଛି। ତ ଦେଖି ପିଲାମାନେ ସମସ୍ତେ ଏକ୍ଜାମ୍ ଦେଇଗଲେ ଶାନ୍ତି ମନେ ଯିବ। ହୁଏତ ମୁଁ ଆଗକୁ ଭିଡ଼ିଓ ନ ପକାଇ ପାରେ, କାରଣ ମୋ ଦେହ ଭଲ ନାହିଁ। ଯଦି ମୋ ଦେହ ଯଦି ଭଲ ହେଇଗଲା ତାହେଲେ ମୁଁ ଭିଡ଼ିଓ ନିଶ୍ଚୟ ଆଣିବି। ସେ ପର୍ଯ୍ୟନ୍ତ ମୁଁ ରହିଲି। ଜୟ ଜଗନ୍ନାଥ। ପିଲାମାନେ ମୁଁ ତୁମକୁ ସେକ୍ସନ୍ଟିକୁ କିଛି କହିବ ନାହିଁ, କେବଳ କହୁଛି କେବଳ ମୋ ସେକ୍ସନ୍ଟିକୁ ଲାଇକ୍ କର, ସେୟାର କର, ମାନେ ଟିକେ ଏମିତି ହେଉଛି ଆଜ୍ଞା। ତ ଦେଖ ଲାଇକ୍ କର ଏବଂ ସେୟାର କର, ଏବଂ ଯଦି ସେକ୍ସନ୍ଟି ଭଲ ଲାଗିଛି, ଯଦି ତୁମମାନେ ଇଣ୍ଟରେଷ୍ଟେଡ୍ ତାହେଲେ ହିଁ ସବସ୍କ୍ରାଇବ୍ କର। ଅଦରୱାଇଜ୍ କର ନାହିଁ। ଏବଂ ଲାଇକ୍ ସେୟାର କନଫର୍ମ କର। ତୁମମାନଙ୍କୁ ଯଦି ସେକ୍ସନ୍ଟି ଭଲ ଲାଗିଛି ତାହେଲେ ଲାଇକ୍ କର, ଏବଂ ଯଦି ନ ଭଲ ଲାଗିଛି ମାନେ ଡିସଲାଇକ୍ କର। ମୁଁ ତାଦ୍ୱାରା ମୁଁ ନିଜର କନଫିଡେନ୍ସ ଆଣିପାରିବି। ତ ରହିଲି, ଧନ୍ୟବାଦ ସେକ୍ସନ୍ଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ଜୟ ଜଗନ୍ନାଥ।